ଆପଣ କଣ ଦେଖୁଛନ୍ତି କଣଟା କରିସ୍ମା ଆମେ ସେ ବିଷୟ ଜାଣିବାକୁ ଚାହୁଁଛୁ କଣଟା ଆପଣ ଦେଖୁଛନ୍ତି ଯେ ତାଙ୍କ ପାଖରେ କରିସ୍ମା ଅଛି ଯାହାକି ତାଙ୍କୁ ଲୋକ ମତ ମିଳୁଛି ସେ ତାଙ୍କର ଭାଷଣଟା ସମସ୍ତଙ୍କୁ ପ୍ରଭାବିତ କରୁଛି ସେ ଭଲ କହିପାରନ୍ତି ଆଉ ତାଙ୍କର ଭାଷଣର ଶୈଳୀଟାକୁ ହଁ ସେ ପଲ୍ସଟାକୁ ଲୋକଙ୍କର ଷ୍ଟଡି କରିକି ତାଙ୍କ ଭାଷଣରେ ସେଇଟାକୁ ସ୍ଥାନିତ କରନ୍ତି ହଁ ଯୋଉଟାକୁ ତାଙ୍କ ଭାଷଣ ଯୋଗୁ ତାଙ୍କର ସରକାରଙ୍କର କଣ କାର୍ଯ୍ୟ ଦକ୍ଷତା ତ ଲୋକ ଅଙ୍ଗେ ନିଭଉଛନ୍ତି ଦେହ ସୁହା ହେଇଗଲାଣି ବିଭିନ୍ନ ଦେଖନ୍ତୁ ତେଲ ହଉ ପେଟ୍ରୋଲ ହଉ ଡିଜେଲ ହଉ ସରକାର ଆସିଲା ପରଠୁ ପେଟ୍ରୋଲ ଦର ବଢି ଚାଲିଲା ଗ୍ୟାସ ଦର ବଢି ଚାଲିଲା ତଥାପି ତ ଲୋକ ମୋଦିଜୀଙ୍କୁ ପସନ୍ଦ କରୁଛନ୍ତି ତାଙ୍କର ସେ ଯୋଉ କହିବାର ଶୈଳୀ ଲୋକଙ୍କୁ ଆଡ୍ରେସ କରିବାର ଯୋଉ ଶୈଳୀଟାକୁ ସେଇଟାକୁ ଲୋକ ବହୁତ ହୁଏ ପସନ୍ଦ ତାଙ୍କ କଥାକୁ ବହୁତ ପସନ୍ଦ କରୁଛନ୍ତି ହଁ କାମ କ୍ଷେତ୍ରରେ ତ ସେମିତି କିଛି କାହା ପାଇଁ ଶିଳ୍ପ ମାନେ ବଡ ଧନୀଙ୍କ ପାଇଁ କଣ ହେଇଛି ଅନେକ ଗରିବଙ୍କ ପାଇଁ ତ ବହୁତ କିଛି ଯୋଜନା କରାଯାଉଛି କିନ୍ତୁ ମଧ୍ୟବିତ୍ତ ତ ଯେମିତି ଥିଲେ ଯୋଉ ତିମିରେକୁ ସେଇ ତିମିରେ ତଥାପି ସେ ମଧ୍ୟବିତ୍ତ ହିଁ ଭୋଟ ଦଉଛନ୍ତି ତେଣୁ ତାଙ୍କ ନିଶ୍ଚିତ ଭାବରେ ମୋଦିଜୀଙ୍କ ପାଖରେ କିଛିଟା କରିସ୍ମା ସେଇ ଯୋଉ କଥା କହିବାର ଯୋଉ ଲୋକଙ୍କୁ ମୋଟିଭେଟ କରିବାର ଲୋକଙ୍କୁ ଆକର୍ଷିତ କରିବାର କଳାଟା ତାଙ୍କ ପାଖରେ ଅଛି।